ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ରଖିଲେ ସବୁ ଅସାର। ଆମେ ହୁଏତ ଶିଶୁ, ଆମେ ନିଶ୍ଚିତ ଭୁଲ ବାଟ ଠିକ୍ ବାଟ ନିହାତି ଆମେ ଯିବା, ଜୀବନ ଚଲାପଥରେ ଭୁଲ ନିଶ୍ଚିତ ହେବ, କିନ୍ତୁ ଆମେ ସବୁବେଳେ ଚେଷ୍ଟା କରିବା ଆମଠାରୁ ଯିଏ ବয়োଜ୍ୟେଷ୍ଠ ସେ ଆମ ପାଇଁ ଗୁରୁ, ଖାଲି ଯେ ଆମ ପିତାମାତା ଆମ ଗୁରୁ ସେ ହେଉଛନ୍ତି ଆମ ଗୁରୁ ଯେ କିମ୍ବା ଗୁରୁ ସେ ନୁହେଁ, ଆମଠାରୁ ଯିଏ ବয়োଜ୍ୟେଷ୍ଠ ସମସ୍ତଙ୍କଠାରୁ ଆମେ ଶିକ୍ଷା ଅର୍ଜନ କରିବା, ସମସ୍ତଙ୍କୁ ସମ୍ମାନ ଦେବା। ଯେତେ ଗୁଣ ଆମ ପାଖରେ ଥାଉ, ଆମେ ଗୋଟେ ଭଲ ପିଲା ହଉ, ଭଲ ପାଠ ପଢ଼ୁ, ଭଲ ନାଚୁ ଗାଉ ଯାହା ବି କରୁ, କିନ୍ତୁ ସବୁବେଳେ ଚେଷ୍ଟା କରିବା ଆମ ଚରିତ୍ରଟାକୁ ଠିକ୍ କରିବା, ବ୍ୟବହାରଟାକୁ ଠିକ୍ କରିବା। ନାଇଁ ଆମ ଆଦର୍ଶ, ଆମ ଜୀବନର ଆଦର୍ଶ ବା ଆମ ଆଦର୍ଶ ଛାତ୍ରର ପରିଚୟ କେଉଁଠି ଥାଏ? ଗୋଟିଏ ଛାତ୍ରର ଆଚାର ବିଚାର ବ୍ୟବହାର ଏବଂ କଥା କହିବାର ଶୈଳୀ ହିଁ ବାସ୍ତବିକ ସେ ଆଦର୍ଶ ଛାତ୍ରର ପରିଚୟ ଲାଭ କରିଥାଏ ନା ନାଇଁ? ସମସ୍ତେ ଚେଷ୍ଟା କରିବା ଆଜି ପବିତ୍ର ଦିବସରେ ଗୋଟିଏ ପଦ କହିବି, ସବୁବେଳେ ନିଜକୁ ନିଜେ ଗଢ଼। ଆମକୁ ବହୁ ପରିସ୍ଥିତି ମିଳିବ, ନିଜକୁ ବହୁ ବାଟ ଦେଖାଯିବ, କିନ୍ତୁ ଆମ ପାଇଁ କେଉଁଟା ଠିକ୍ ଆଉ କେଉଁଟା ଭୁଲ ନିଜେ ପସନ୍ଦ କର, ଆଉ ସମସ୍ତଙ୍କ ଆଜ୍ଞାକୁ ପାଳନ କର। ଗୁରୁଙ୍କୁ ନ ମଣିବ ନର, ସେ ହେଉଛନ୍ତି କ'ଣ? ସାକ୍ଷାତ ଈଶ୍ୱର। ଯେମିତି ଆମେ ଗୁରୁ ଦିବସରେ ଗୁରୁମାନଙ୍କୁ ପୂଜା କରୁ, ଗୁରୁ ଦିବସକୁ ପାଳନ କରୁ, ଠିକ୍ ସେହିଭଳି ଆମ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟ କହିଯାଇଛନ୍ତି ଏବଂ ସେ ମଧ୍ୟ ଏହି କୁନି କୁନି ପିଲାମାନଙ୍କୁ ବହୁତ ସ୍ନେହ ଶ୍ରଦ୍ଧା କରନ୍ତି ଏବଂ ତାଙ୍କରି ଉଦ୍ଦେଶ୍ୟରେ ଏହି ସୁନ୍ଦର ଦିନଟି ଆମେ ପାଳନ କରୁଛୁ। ଆଚ୍ଛା ପିଲାମାନେ ଗୋଟେ କଥା କହିବେ, ଆଜିର ଦିନଟି ଆମେ ଯାହା ଯେତିକି ବି ପାଳନ କରୁଛୁ ସମସ୍ତଙ୍କୁ ଭଲ ଲାଗିଛି? ବହୁତ ବହୁତ ଧନ୍ୟବାଦ। ତୁମେ ମାନେ ହସିଲେ ଜାଣିଛ ନା, କୁହନ୍ତି ବା ଶିଶୁ ହସିଲେ ଦୁନିଆ ହସେ। ତୁମର ହସ ଦେଖିଲେ ଦୁନିଆ ହସିବ, ସାରା ଦୁନିଆ ହସି ପକେଇବ। ଆଉ ଆଜିର ଶିଶୁ ହେଉଛି କ'ଣ? ଆସନ୍ତାକାଲିର ଭବିଷ୍ୟତ ବା ଆସନ୍ତାକାଲିର ଜଣେ ନାଗରିକ। ଆମେ ଜାଣିଛେ ନାଗରିକ 18 ବର୍ଷର ଉର୍ଦ୍ଧ୍ୱ ଅନୁଯାୟୀ ଆମେ ନାଗରିକ କରିପାରିବା। ତୁମମାନେ ହିଁ ଆମର ଉଜ୍ଜ୍ୱଳ ଭବିଷ୍ୟତ। ଆଉ ତୁମମାନଙ୍କୁ ଆଜିର ଏତିକି କହିବି, ତୁମ ଜୀବନରେ ମୁଁ ଏତିକି ଆଶୀର୍ବାଦ କରିବି ଯେ ତୁମମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ, ତୁମ ଚଲାପଥ କୁସୁମିତ ହେଉ, ତୁମେ ତୁମ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚ ଏବଂ ନିଜ ସହିତ ନିଜ ବାପା ମାଆଙ୍କର, ନିଜ ବିଦ୍ୟା ମନ୍ଦିରର ଏବଂ ସମସ୍ତ ଗୁରୁଜନମାନଙ୍କର ତୁମେ ନାମକୁ ଉଜ୍ଜ୍ୱଳ କର ଏବଂ ସदैବ ଖୁସିରେ ରୁହ। ଏତିକି କହିବି ମୋ ବକ୍ତବ୍ୟ ଶେଷ କରିବି।